ବନ୍ଧୁଗଣ, ଆପଣମାନେ ନିଶ୍ଚୟ ଜାଣିଥିବ ଗୋଟେ ସଫଳ ପୁରୁଷ ପଛରେ ଜଣେ ନାରୀର ଅବଦାନ ବହୁତ ଅଧିକ ରହିଥାଏ। ଜଣେ ନାରୀ ଚାହିଁଲେ ବହୁତ କିଛି କରିପାରିବ। ଯେମିତିକି ଅସଜଡ଼ା ପରିବାରକୁ ନାରୀ ସଜାଡ଼ି ଦେଇଥାଏ ଓ ସଜଡ଼ା ପରିବାରକୁ ଅସଜଡ଼ା କରିଦେଇଥାଏ। ଏହା ସହ ଗୋଟେ ନାରୀ ହିଁ ପରିବାରର ଧ୍ୟାନ ରଖିପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ଆମେ ଆପଣଙ୍କୁ ଏମିତି 5ଟି ରାଶିର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ବାପଘର ଓ ଶାଶୁଘରକୁ ସ୍ୱର୍ଗ ଘର କରିଥାନ୍ତି। ଏହି ରାଶିର ଝିଅମାନେ ବହୁତ ଭଲ ପାଇଥାନ୍ତି। ଏମାନଙ୍କ ବୁଝାମଣା ଠିକ୍ ହୋଇଥାଏ। ଯେଉଁ ଘରେ ଏହି ରାଶିର ଝିଅ ଥାନ୍ତି ସେହି ଘରେ କିଛି ଜିନିଷର ଅଭାବ ରହିନଥାଏ। ଏହି ରାଶିର ନାରୀମାନେ ବଡ଼ମାନଙ୍କୁ ସମ୍ମାନ ଦେଇଥାନ୍ତି। ଏମାନେ ସ୍ୱଭାବ ଦ୍ୱାରା ଅନ୍ୟମାନଙ୍କ ହୃଦୟ ଜିଣି ନେଇଥାନ୍ତି। ଏମାନଙ୍କଠାରେ ଦୟା ଓ ପ୍ରେମ ଭାବ ଭାରି ହୋଇ ରହିଥାଏ। ଏମାନଙ୍କର ଏହି ସ୍ୱଭାବ କାରଣରୁ ପରିବାରରେ ସୁଖ ଶାନ୍ତି ଲାଗି ରହିଥାଏ। ଏହି ରାଶିର ମହିଳାମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ କମ୍ ଅର୍ଥରେ ଘରକୁ ବହୁତ ଭଲ ଭାବେ ମ୍ୟାନେଜ୍ କରିଥାନ୍ତି। ଏମାନେ ଆର୍ଥିକ ସ୍ଥିତିରେ ପରିବାରକୁ ସାହାଯ୍ୟ କରିଥାନ୍ତି। ଏମାନେ ନିଜ ବୁଦ୍ଧି ବଳରେ ପରିବାରକୁ ସବୁବେଳେ ପ୍ରସ୍ତୁତ ରଖିଥାନ୍ତି। ପରିବାରର ଲୋକଙ୍କୁ ସାଥିରେ ନେଇ ଚାଲିବା ଏମାନଙ୍କର ଅଭ୍ୟାସ ହୋଇଥାଏ। ଏମାନେ କୌଣସି ବି ସ୍ଥିତିରେ ପାଇବାର ସ୍ୱାର୍ଥ ଛାଡ଼ି ନାହାନ୍ତି ଏବଂ ନିଜ ଘରକୁ ବର୍ଗ ପରି ରଖିଥାନ୍ତି। ଏହି ରାଶିର ଝିଅମାନେ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ବାହାଘର ପରେ ନିଜ ଶାଶୁର ଘରକୁ ଆସିବା ପରେ ଶାଶୁଘରର ଲୋକଙ୍କର ଭାଗ୍ୟ ବଦଳି ଯାଇଥାଏ। ଏହି ରାଶିର ଝିଅମାନେ ଶାଶୁଘର ପାଇଁ ଭାଗ୍ୟବତୀ ହୋଇଥାନ୍ତି। ଏହି ରାଶିର ନାରୀମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ପରିବାର ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ଏମାନେ ନିଜ ସ୍ୱାମୀର ଜିନିଷରେ ଉନ୍ନତି ଆଣିବାର ମୁଖ୍ୟ କାରଣ ହୋଇଥାନ୍ତି। ବିବାହ ପରେ ଏମାନେ ନିଜ ସ୍ୱାମୀ ଓ ପରିବାର ଲୋକଙ୍କ ବିଶେଷ ଧ୍ୟାନ ରଖିଥାନ୍ତି। ଏମାନେ କେବେ ବି କାହାକୁ ଧୋକା ଦିଅନ୍ତି ନାହିଁ। ଏମାନଙ୍କ ଜୀବନରେ ଯେତେ ବଡ଼ ବିପଦ ଆସିଲେ ବି ଏମାନେ କେବେ ହାର ମାନି ନାହାନ୍ତି। ତେବେ ସେହି ସବୁ ରାଶି ଗୁଡ଼ିକ ହେଉଛି ବିଛା ରାଶି ଓ ମେଷ ରାଶି, କର୍କଟ ରାଶି, ଧନୁ ରାଶି ଓ କୁମ୍ଭ ରାଶି।